शुभ सकाळ पिलाମାନେ। ଆଜିର ଏହି ଶ୍ରେଣୀରେ ତୁମମାନଙ୍କୁ ସ୍ୱାଗତ। ସମସ୍ତେ ଭଲ ଅଛ ତ? ବହୁତ ବଢିଆ। ତାହେଲେ ଆସ ଆମ ଗଣିତ ପ୍ରକାଶ ବହିର ଆଜି ଏକ ନୂଆ ପ୍ରସଙ୍ଗ ସମ୍ପର୍କରେ ଜାଣିବା, ଯାହାର ନାଁ ହେଉଛି ପରିପ୍ରକାଶରେ ପଦ। ପାଠ ତ ପଢିବା, ତା ପୂର୍ବରୁ ଆସ ଗୋଟେ ଛୋଟ ଗୀତ ଗାଇବା ଆଉ ମଜା ନେବା। ତାହେଲେ ଆସ ପିଲାମାନେ, ଆମେ ପଢିବା ପୂର୍ବରୁ ପ୍ରଥମେ ଗୋଟେ ଗୀତ ଗାଇବା। ଗୀତ ଗାଇବା ପାଇଁ ତ ସମସ୍ତଙ୍କୁ ଭଲ ଲାଗୁଥିବ, ଆଉ ଶୁଣିବା ପାଇଁ ବି ଭଲ ଲାଗୁଥିବ। ତାହେଲେ ଗୀତର ନାଁଟି ହେଉଛି ବାଘ ଓ ଠେକୁଆ। ଆସ ଗାଇବା ଓ ମଜା ନେବା। ଗୀତଟି ଏହି ପ୍ରକାରରେ ଅଛି। ଦୁଇ ଠେକୁଆ ସଙ୍ଗେ ଯାଉଥିଲେ, ତିନି ଜଗିଥିଲେ ବାଟେ, ଏକା ସଙ୍ଗେ ମିଶି ଡେଇଁ ଚାଲିଲେ ମହାନଦୀର ଘାଟେ। ବାଘ ଜଗିଥିଲା ବଣ ପାଖରେ, ଦେଖୁଥିଲା ହୋଇ ତୁନି, ଝାମ୍ପି ନେଲା ସେ ଦୁଇ ଠେକୁଆ, ଆଉ ରହିଲା ତିନି। ଆଚ୍ଛା ପିଲାମାନେ, ତୁମକୁ ଏ ଗୀତଟି ଆଶା କରୁଛି ଭଲ ଲାଗିଥିବ। ବର୍ତ୍ତମାନ ଆମେ ଗୀତରୁ ବାହାରିକି ଆମ ବିଷୟ ମଧ୍ୟରେ ପ୍ରବେଶ କରିବା। ଏହି ବିଷୟ ମଧ୍ୟରେ ଆଜି ଆମର ପ୍ରସଙ୍ଗଟି ଅଛି ପରିପ୍ରକାଶରେ ପଦ। ତାହେଲେ ଏହି ପଦ ବିଷୟରେ ଜାଣିବା ପୂର୍ବରୁ ଆମେ କିଛି ସାଧାରଣ ତଥ୍ୟ ଜାଣିବା। ସାଧାରଣ ତଥ୍ୟ ହେଉଛି ଗାଣିତିକ ପରିପ୍ରକାଶରେ ଆମେ ଯେଉଁ ଯୋଗ, ବିୟୋଗ, ଗୁଣନ କରୁ, ସେଥିରେ ଯେଉଁ ସଂଖ୍ୟା ଗୁଡ଼ିକ ଥାଏ, ସବୁ ସଂଖ୍ୟାକୁ ଆମେ ପଦ ବୋଲି କହିପାରିବା ନାହିଁ। ଏବେ ତୁମ ମନରେ ପ୍ରଶ୍ନ ଉଠୁଥିବ, ତାହେଲେ ଆମେ ପଦ କାହାକୁ କହିବା? ତାହେଲେ ଆସ ଜାଣିବା ଆମେ ପଦ କାହାକୁ କହିବା। ପିଲାମାନେ ଜାଣିଛ, ଯେପରି ସାହିତ୍ୟରେ ଗୋଟିଏ ବାକ୍ୟ ମଧ୍ୟରେ ଥିବା ଶବ୍ଦ ଗୁଡ଼ିକୁ ପୃଥକ ଭାବରେ ଚିହ୍ନଟ କରିବା ପାଇଁ ଉପଯୁକ୍ତ ବିରାମ ଚିହ୍ନର ବ୍ୟବହାର କରାଯାଏ, ସେହିପରି ଗଣିତରେ ପରିପ୍ରକାଶରେ ପଦ ଗୁଡ଼ିକୁ ପୃଥକ କରିବା ପାଇଁ ଯୋଗ ଚିହ୍ନର ବ୍ୟବହାର କରାଯାଏ। ଅର୍ଥାତ୍ ଆମେ ସାହିତ୍ୟରେ ଯେମିତି ଗୋଟିଏ ବାକ୍ୟରେ ଥିବା ଶବ୍ଦ ଗୁଡ଼ିକ ମଧ୍ୟରେ ପୃଥକ କରିବା ପାଇଁ ସେଥିରେ ଆମେ କିଛି ବିରାମ ଚିହ୍ନର ବ୍ୟବହାର କରିଥାଉ, ସେହିପରି ଗଣିତର ପରିପ୍ରକାଶରେ ଏହି ପଦ ଗୁଡ଼ିକୁ ଅଲଗା ଅଲଗା କରିବା ପାଇଁ ଆମେ ଯୋଗ ଚିହ୍ନର ବ୍ୟବହାର କରିଥାଉ। ଆସ ଏହାକୁ ଏକ ଉଦାହରଣ ମାଧ୍ୟମରେ ବୁଝିବା। ଓଃ, କି ସୁନ୍ଦର ଆକାଶ! ଏହି ସ୍ଥାନରେ ଦେଖ, ଏଇ ଗୋଟେ ବାକ୍ୟରେ ଆମେ ବିସ୍ମୟ ସୂଚକ ଚିହ୍ନର ବ୍ୟବହାର କରିଛେ, ଯାହା ଫଳରେ ଏହି ପଦ ଗୁଡ଼ିକ ମଧ୍ୟରେ ପୃଥକତା ଜାଣି ହେଉଛି। ସେହିପରି ଗଣିତରେ 6 ଯୋଗ 3ରେ 6 ହେଉଛି ଏକ ପଦ, 3 ହେଉଛି ଅନ୍ୟ ଏକ ପଦ। ଏହି ଦୁଇଟି ପଦକୁ ଯୋଗ ଚିହ୍ନ ବା ପ୍ଲସ୍ ମାଧ୍ୟମରେ ଯୋଗ କରାଯାଇଛି। ତେଣୁ ଏଇଠାରେ ଆମେ ଦୁଇଟି ପଦ ପାଇଲେ। ଗୋଟିଏ ପଦ ହେଲା 6, ଅନ୍ୟ ପଦଟି ହେଉଛି 3। ଏବେ ତୁମକୁ ମୁଁ ଆଉ ଗୋଟେ ଉଦାହରଣ ମାଧ୍ୟମରେ ବୁଝଉଛି। ଆସ ଆଉ ଟିକେ ଭଲରେ ବୁଝିବା। ତାହେଲେ 9 + 3 + 5, ଏଥିରେ କେତୋଟି ପଦ ଅଛି ଆସ ଜାଣିବା। ପ୍ରଥମେ ଅଛି 9, ଗୋଟିଏ ପଦ, ଦ୍ୱିତୀୟରେ ଅଛି 3, ଆଉ ଗୋଟିଏ ପଦ, ତୃତୀୟରେ ଅଛି 5, ଆଉ ଗୋଟିଏ ପଦ। ତେଣୁ ଏଇ 9, 3, 5 ଟୋଟାଲ 3ଟି ପଦ ଅଛି। ଏବେ ମୁଁ ତୁମକୁ ଗୋଟେ ପ୍ରଶ୍ନ ପଚାରୁଛି, ତୁମେ ଏହାର ଉତ୍ତର ଦିଅ। 9 + 4 + 12ରେ ଏହି ପରିପ୍ରକାଶରେ କେତୋଟି ପଦ ଅଛି? ସାବାସ୍, 3ଟି ପଦ ଅଛି। ଗୋଟିଏ ପଦ ହେଲା 9, ଗୋଟିଏ ହେଉଛି 4, ଗୋଟିଏ ହେଉଛି 12। ବର୍ତ୍ତମାନ କହିବା, ଏବେ ତୁମକୁ ମୁଁ ଗୋଟେ ବଡ ପରିପ୍ରକାଶଟିଏ ଦେଇଛି। ସେଇ ବଡ ପରିପ୍ରକାଶରେ ଦେଖ କେତୋଟି ପଦ ଅଛି? ପ୍ରଶ୍ନଟି ଅଛି 12 + 3 + 7 + 8। ତାହେଲେ ଏଥିରେ କେତୋଟି ପଦ ଅଛି ପିଲାମାନେ କହିଲ? ବହୁତ ବଢିଆ, ଏଇଥିରେ ସମ୍ପୂର୍ଣ୍ଣ 4ଟି ପଦ ଅଛି। ପଦ ଗୁଡ଼ିକ ହେଉଛି 12, 3, 7 ଓ 8। ଏବେ ବୁଝିପାରିଲ ତ? ପରିପ୍ରକାଶରେ ଯୋଗ ମାଧ୍ୟମରେ ପଦ ଗୁଡ଼ିକୁ ପୃଥକ କରିବା କେତେ ସହଜ। ତାହେଲେ ଏବେ ମୁଁ ତୁମକୁ କିଛି ପ୍ରଶ୍ନ ଦେଉଛି, ତୁମେ ଏହାର ଉତ୍ତର ଦେବ। ପ୍ରଶ୍ନଟି ହେଉଛି 8 + 7 + 3 + 4, ଏଥିରେ କେତୋଟି ପଦ ଅଛି? ଏବେ ତୁମେ କୁହ। ବହୁତ ବଢିଆ, 4ଟି ପଦ ଅଛି। ପ୍ରଥମ ପଦଟି ହେଉଛି 8, ଦ୍ୱିତୀୟ ପଦଟି ହେଉଛି 7, ତୃତୀୟ ପଦଟି ହେଉଛି 3 ଓ ଚତୁର୍ଥ ପଦଟି ହେଉଛି 4। ଆଚ୍ଛା ପିଲାମାନେ, ତୁମେ ଏଠାରେ ଲକ୍ଷ୍ୟ କରୁଛ, ଆମେ ଏଇ 8, 7,
3 ଓ 4 ମଧ୍ୟରେ ଯୋଗ ଚିହ୍ନର ବ୍ୟବହାର କରୁଛେ, ଯାହା ଫଳରେ ଏଇ 4ଟି ପଦ ପରସ୍ପର ଠାରୁ ପୃଥକ ହେଉଛି। ଆଚ୍ଛା, ଏବେ ମତେ କୁହ 7 ଯୋଗ 5 ଯୋଗ 3 ଏଥିରେ କେତୋଟି ପଦ ଅଛି? ପିଲାମାନେ ଏବେ ତୁମେ ବୁଝିଲ ତ ପଦ ଆମେ କେମିତି ନିର୍ଣ୍ଣୟ କରୁଛେ? ତାହେଲେ ଏଇ ପ୍ରଶ୍ନର ମତେ ଉତ୍ତର ଦିଅ। 7 ଯୋଗ 5 ଯୋଗ 2 ଏଥିରେ କେତୋଟି ପଦ ଅଛି? ଏବେ ତୁମେ କହିପାରିବ? କୁହ ତାହେଲେ। ବହୁତ ବଢିଆ, 3ଟି ପଦ ଅଛି। ପ୍ରଥମ ପଦଟି ହେଉଛି 7, ଦ୍ୱିତୀୟ ପଦଟି ହେଉଛି 5 ଓ ତୃତୀୟ ପଦଟି ହେଉଛି 2। ଆଚ୍ଛା, ଯୋଗ ବିଷୟରେ ତ ଆମେ ଜାଣିଲେ, ଏବେ ଆସ ବିୟୋଗରୁ କେମିତି ଆମେ ପଦ ନିର୍ଣ୍ଣୟ କରିବା ସେ ବିଷୟରେ ଜାଣିବା। ପ୍ରଥମ ପରିପ୍ରକାଶଟି ହେଉଛି 12 ବିୟୋଗ 3। ଯଦି 12ରୁ 3 ବିୟୋଗ କରିବା ତାହେଲେ ଆମେ ଏଠାରେ କେତୋଟି ପଦ ପାଇବା ଆଉ କଣ କଣ? ଆସ ଜାଣିବା। 12 ଓ 3 ନାଇଁ, ଏ ଉତ୍ତର ଠିକ ହବ ନାହିଁ। ଏଇ ଉତ୍ତର ପାଇବା ପାଇଁ ଆମେ ଆଉ କିଛି ତଥ୍ୟ ଟିକେ ମନେ ପକେଇବା। ତାହେଲେ ଟିକେ ମନେ ପକେଇବା, ଆମେ ଆଗରୁ ଜାଣିଛେ ଗୋଟିଏ ସଂଖ୍ୟାକୁ ବିୟୋଗ କରିବା ଯାହା, ସେହି ସଂଖ୍ୟାର ବିଲୋମୀ ସହ ତାକୁ ଯୋଗ କରିବା ତାହା। ଅର୍ଥାତ୍ 12ରୁ 3 ବିୟୋଗ କରିବା ଯାହା, 12ରେ -3 କୁ ଯୋଗ କରିବା ତାହା। ତାକୁ ଯଦି ଆମେ ପରିପ୍ରକାଶ ଲେଖିବା, ଅର୍ଥାତ୍ 12 -3 ସମାନ 12 + -3। ତାହେଲେ ଏବେ ମତେ କୁହ 15 - 10 ଏହାକୁ ଯୋଗ ପରିପ୍ରକାଶରେ ପରିବର୍ତ୍ତନ କଲେ କଣ ହବ? ସାବାସ୍, 15 + -10। ତାହେଲେ ଏଥିରେ କେତୋଟି ପଦ ଅଛି ଆମେ କେମିତି ଜାଣିବା? ବହୁତ ବଢିଆ, 2ଟି ପଦ ଅଛି। ପ୍ରଥମ ପଦଟି ହେଉଛି 15 ଓ ଦ୍ୱିତୀୟ ପଦଟି ହେଉଛି -10। ବର୍ତ୍ତମାନ ଆଉ ଗୋଟିଏ ପ୍ରଶ୍ନ ତୁମ ପାଖରେ ଅଛି। -18 -3 ଏହି ଯୋଗ ପରିପ୍ରକାଶରେ ପରିବର୍ତ୍ତନ କଲେ କଣ ଉତ୍ତର ହବ? ବହୁତ ସୁନ୍ଦର, -18 + -3। ଏଇଠାରେ କେତୋଟି ପଦ ଅଛି ଏବେ ତୁମେ କହିପାରିବ? 2ଟି ପଦ ଅଛି। କଣ କଣ? ନା ଗୋଟେ ହଉଛି -18 ଆଉ ଗୋଟିଏ ହେଉଛି -3। ବହୁତ ବଢିଆ। ଏବେ ଆସ ଗୋଟେ ସାରଣୀ ମାଧ୍ୟମରେ ଏହି ପରିପ୍ରକାଶ ଗୁଡିକରୁ ସମଷ୍ଟି ରୂପରେ ପଦ ଗୁଡିକୁ ପ୍ରକାଶ କରିବା, ତାପରେ ପଦ ସମୂହକୁ ନିର୍ଣ୍ଣୟ କରିବା। ତାହେଲେ ପ୍ରଥମ ପରିପ୍ରକାଶଟି ହେଉଛି 23 - 2 + 9। ତାହେଲେ ୟାକୁ ଯଦି ଆମେ ସମଷ୍ଟି ରୂପେ ପଦ ଗୁଡିକର ପରିପ୍ରକାଶ କରିବା, ତାହେଲେ ସେଇଟା ଏହିପରି ହବ। ପ୍ରଥମ ପରିପ୍ରକାଶରେ ପଦଟି ରହିବ 23 + -2 + 9। ତାହେଲେ ପଦ ସମୂହ ହେବେ 23 - 2 ଓ 9। ଦ୍ୱିତୀୟ ପରିପ୍ରକାଶଟି ଅଛି 7 - 3 - 4। ତାହେଲେ ୟାକୁ ଯଦି ଆମେ ସମଷ୍ଟି ରୂପରେ ପଦ ଗୁଡିକର ପରିପ୍ରକାଶରେ ବ୍ୟବହାର କରିବା, ତାହେଲେ ସେଥିରେ ପ୍ରଥମ ପଦଟି ହେବ 7 + -3 + -4। ତାହେଲେ ଏଥିରେ ପାଇଥିବା ପଦ ଗୁଡିକ ହେଉଛି 7 -3 ଓ -4। ତୃତୀୟ ପରିପ୍ରକାଶଟିକୁ ଆସ ଦେଖିବା। ପରିପ୍ରକାଶଟି ଅଛି -4 + 13 - 7। ତାହେଲେ ୟାକୁ ଯଦି ଆମେ ପରିପ୍ରକାଶଟିକୁ ସମଷ୍ଟି ରୂପରେ ଦେଖିବା, ତାହେଲେ ସେଇଟି ହବ -4 + 13 + -7। ତାହେଲେ ଏଥିରେ ପାଇଥିବା ପଦ ଗୁଡିକ ହେଉଛି -4 + 13 - 7। ଏବେ ତୁମେ ବୁଝିପାରିଲ ତ ପଦ ଗୁଡିକୁ କେମିତି ନିର୍ଣ୍ଣୟ କରାଯାଏ ଆଉ ତାକୁ ସମଷ୍ଟି ରୂପରେ କେମିତି ପରିପ୍ରକାଶ କରାଯାଏ? ବହୁତ ବଢିଆ। ପିଲାମାନେ, କଣ ତୁମେ ଜାଣିଛ କି ଗୁଣନ କିମ୍ବା ହରଣର
ବ୍ୟବହାର କରି ପରିପ୍ରକାଶର ପଦ ଗୁଡ଼ିକୁ ନିର୍ଣ୍ଣୟ କରିବା ସମ୍ଭବ ନୁହେଁ। ଉଦାହରଣ ସ୍ୱରୂପ ଆମେ ଆଗରୁ ଯେମିତି କରୁଥିଲେ 3 ଯୋଗ 4 ଯୋଗ 5ରେ ଆମେ କେତେଟା ପଦ ପାଉଥିଲେ? 3ଟି ପଦ ପାଉଥିଲେ। ପଦ ଗୁଡ଼ିକ ଥିଲା 3, 4 ଓ 5। ମାତ୍ର ଯେତେବେଳେ ଆମେ 3 ଗୁଣନ 4 ପ୍ଲସ୍ 5ରେ ବ୍ୟବହାର କରିବା ସେତେବେଳେ ଆମେ 3ଟି ପଦ ପାଇପାରିବା ନାହିଁ, କାରଣ 3 ଓ 4 ମଧ୍ୟରେ ଗୁଣନ ଚିହ୍ନ ଅଛି। ଏହାକୁ କେବଳ ଗୋଟିଏ ପଦ ବୋଲି ନିଆଯିବ, ଏହାକୁ ଆମେ 2ଟି ପଦ ବୋଲି ନେଇପାରିବା ନାହିଁ। ତେଣୁ 3 ଗୁଣନ 4 ଗୋଟିଏ ପଦ, 5କୁ ଅନ୍ୟ ଗୋଟିଏ ପଦ ରୂପରେ ବ୍ୟବହାର କରିପାରିବା। ତେଣୁ ଏଇଠାରେ ଆମେ ମାତ୍ର 2ଟି ପଦ ପାଇବା। ପ୍ରଥମ ପଦଟି ରହିବ 3 ଗୁଣନ 4 ଓ ଦ୍ୱିତୀୟ ପଦଟି ରହିବ 5। ତାହେଲେ ଏବେ ମତେ ଉତ୍ତର ଦିଅ, 10 ପ୍ଲସ୍ 3 ଗୁଣନ 7ରେ କେତୋଟି ପଦ ଅଛି? 2ଟି ପଦ ଅଛି। ପ୍ରଥମ ପଦଟି ହେଉଛି 10 ଓ ଦ୍ୱିତୀୟ ପଦଟି ହେଉଛି 3 ଗୁଣନ 7। ଏବେ ଆଉ ଗୋଟିଏ ପ୍ରଶ୍ନ ତୁମ ସମ୍ମୁଖରେ ଅଛି, -10 ଗୁଣନ 5 ପ୍ଲସ୍ 3 ମାଇନସ୍ 5। ଏଥିରେ କେତୋଟି ପଦ ଅଛି ଏବେ ତୁମେ କହିପାରିବ? ଆଚ୍ଛା କୁହ। ବହୁତ ବଢିଆ, 3ଟି ପଦ ଅଛି। ପ୍ରଥମ ପଦଟି ହେଉଛି -10 ଗୁଣନ 5, ଦ୍ୱିତୀୟ ପଦଟି ହେଉଛି 3 ଓ ତୃତୀୟ ପଦଟି ହେଉଛି -5। ତାହେଲେ ଏହି ସ୍ଥାନରେ ଆମେ କେତୋଟି ପଦ ପାଇଲେ? 3ଟି ପଦ। ତାହେଲେ ଆସ ଏବେ ମୁଁ କିଛି ପରିପ୍ରକାଶ ଦେଉଛି ଏହି ସାରଣୀ ମାଧ୍ୟମରେ। ଏହି ସାରଣୀରୁ ଆମେ ସମଷ୍ଟି ରୂପେ ପଦ ଗୁଡ଼ିକର ପରିପ୍ରକାଶ ପ୍ରଥମେ ବାହାର କରିବା। ଏହାପରେ ଆମେ ପଦ ସମୂହକୁ ନିର୍ଣ୍ଣୟ କରିବା। ଏବେ ତୁମେ କରିପାରିବ ତ? ଆଚ୍ଛା ଠିକ ଅଛି, ଚାଲ ମିଶିକି କରିବା। ତାହେଲେ ଆମ ସମ୍ମୁଖରେ ପ୍ରଥମ ପରିପ୍ରକାଶଟି ଅଛି -5 ପ୍ଲସ୍ 3 ପ୍ଲସ୍ 5 ଗୁଣନ 2। ତାହେଲେ ଏଥିରେ କେତୋଟି ପଦ ଅଛି? ପ୍ରଥମେ ଆମେ ତାକୁ ସମଷ୍ଟି ରୂପେ ପ୍ରକାଶ କରିବା, ତାପରେ ପଦ ନିର୍ଣ୍ଣୟ କରିବା। ତାହେଲେ ଏହି ପ୍ରକାରରେ ହେବ। ପ୍ରଥମ ପଦଟି ରହିବ -5 ପ୍ଲସ୍ ଦ୍ୱିତୀୟ ପଦଟି ରହିବ 3, ତୃତୀୟ ପଦଟି କେତେ ହେବ? 5 ଗୁଣନ 2। ତାହେଲେ ଏଥିରେ ପଦ ଗୁଡ଼ିକ କଣ କଣ ହବ? ଏବେ ତୁମେ କୁହ। -5, 3 ଓ 5 ଗୁଣନ 2। ଏଇଠାରେ ଆମେ 3ଟି ପଦ ପାଇଲେ। ଜାଣିପାରିଲ ତ? ଏବେ ଆସ ଦ୍ୱିତୀୟ ପରିପ୍ରକାଶକୁ ଯିବା। ଦ୍ୱିତୀୟ ପରିପ୍ରକାଶରେ ପ୍ରଶ୍ନଟି ଅଛି 2 ଗୁଣନ 10 ପ୍ଲସ୍ 3 ମାଇନସ୍ 1। ତାହେଲେ ଏଇ 2 ଗୁଣନ 10କୁ ଆମେ ପ୍ରଥମ ପଦ ରୂପରେ ନେଇପାରିବା। ତାହେଲେ ସେ ଜାଗାରେ ପ୍ରଥମ ପଦରେ କଣ ରହିବ? 2 ଗୁଣନ 10। ଦ୍ୱିତୀୟ ପଦରେ କଣ ରହିବ? ବହୁତ ବଢିଆ, 3 ରହିବ। ଆଚ୍ଛା କହିଲ ଦେଖି, ତୃତୀୟ ପଦରେ କଣ ରହିବ? ହଁ, -1 ରହିବ। ତାହେଲେ ଏଇ ଜାଗାରେ ଆମେ 3ଟି ପଦ ପାଇଲେ। ପଦ ଗୁଡ଼ିକ କଣ ତୁମେ କୁହ ଏବେ? ପ୍ରଥମ ପଦଟି ହେଉଛି 2 ଗୁଣନ 10, ଦ୍ୱିତୀୟ ପଦଟି ହେଉଛି 3, ତୃତୀୟ ପଦଟି ହେଉଛି -1। ଏବେ ତୁମେ ତୃତୀୟ ପ୍ରଶ୍ନର ଉତ୍ତର ଦେବା ପାଇଁ ପ୍ରସ୍ତୁତ ତ? ଆଚ୍ଛା, ତୃତୀୟ ପ୍ରଶ୍ନଟି ହେଉଛି 7 ପ୍ଲସ୍ 10 ଗୁଣନ 3 ମାଇନସ୍ 5। ଏବେ ଗୋଟେ କଷ୍ଟ ପ୍ରଶ୍ନ ତୁମକୁ ଦେଇଛି। ଆଚ୍ଛା, ତୁମେ ତାର ସମାଧାନ କର। ସମଷ୍ଟି ରୂପେ ପ୍ରଥମେ ଚାଲ ଏହାକୁ ପରିପ୍ରକାଶ କରିବା। ତାହେଲେ ପରିପ୍ରକାଶରେ ପ୍ରଥମ ପଦଟି ରହିବ 7, ଦ୍ୱିତୀୟ ପଦଟି କଣ ହବ କୁହ? 10 ଗୁଣନ 3, ତୃତୀୟ ପଦଟି ହେବ -5। ତାହେଲେ ଏବେ ପଦ ସମୂହ ତ ଆଉ ଅସୁବିଧା ନାହିଁ, ତୁମେ କହିପାରିବ। ପଦ ସମୂହ ଗୁଡ଼ିକୁ ଲେଖିଦେବା। 7, ଦ୍ୱିତୀୟ ପଦଟି ରହିବ 10 ଗୁଣନ 3, ତୃତୀୟ ପଦଟି ରହିବ -5। ଏବେ ତୁମେ ବୁଝିପାରିଲ ତ? ଏଥିରେ ପଦ ଗୁଡ଼ିକୁ ନିର୍ଣ୍ଣୟ କରିବା କେତେ ସହଜ? ଆଚ୍ଛା ହଉ, ଆସ ତାହେଲେ ଏଥିରେ କିଛି ଆମର ମନେ ରଖିବା ଜିନିଷ ଅଛି। ତାକୁ ଆମେ କଣ କଣ ଆଜି ପଢିଲେ ସେଗୁଡା ସବୁ ମନେ ରଖିବା। ପ୍ରଥମ ମନେ ରଖିବା ଜିନିଷ ତୁମ ପାଇଁ ଅଛି, ଏଇ ପରିପ୍ରକାଶର ପଦ ଗୁଡ଼ିକର ପୃଥକୀକରଣରେ ମିଶାଣ ବା ଯୋଗ ମାଧ୍ୟମରେ ହିଁ କେବଳ ହେଇପାରିବ। ଆଚ୍ଛା,
तुम मनरे प्रश्न आसथिला सेतेबेले जे वियोग माध्यम कहीं कलेनी ना वियोग को आम गुणात्मक विलोमीर जोग रूप से जगह व्यवहार करिकी करथिले तेणु से जगह आम जोगर मध्य व्यवहार कले। द्वितीय मन रखिबा जिंस अछि परिप्रकाश रे संख्यार वियोग परिवर्ते एहार विलोमी को नहीं जोग करिबा जो कथा मु एबे तुमको कहिली। तृतीय रे अछि परिप्रकाश रे गुणन और हरण को व्यवहार करी पद गुड़िकर पृथकीकरण संभव होई न थाए कारण कोन पई आमे अलगा करि परिबा नाही कारण गुणन किबा हरण थिले ताहाको एक पद बोली आमे ताको कहि परिबा सेटा पृथक होई परिबो नाही। मन रहिला तो ताहले आस मु तुमको किछि प्रश्न दउची जोटा कि आमे गृह कार्य हिसाब रे करिबा मु तुम सहित आलोचना करिबी तुमे एही गृह कार्य को तुम खातार लिखि तुम विद्यालय रे गुरुजी गुरुमा को देखैबो ओ जदि किछि भूल थिबो ताहले गुरुजी गुरुमा संशोधन करि देबे। ताहले प्रथम प्रश्नटी अछि 7 जोग 5 ताहले 7 और 5 रे केतोटी पद अछि एबे तुमे कहि परिबो। अच्छा कुह ताहले प्रथम पदटी हेउची 7 द्वितीय पदटी हेउची 5 एबे द्वितीय प्रश्न तुम सामने रे अछि एबे तो तुमे करि परिबो। प्रथम पदटी केते 8 द्वितीय पदटी 12 तृतीय पदटी 3 एबे तृतीय प्रश्न तुम सामने रे 7 प्लस 9 माइनस 5 ताहले एई जगह रे केतोटी पद अछि तीनोटी पद अछि किंतु एई जगह रे जेहेतु माइनस रे व्यवहार हेची आमे सेही नियम पकेकी व्यवहार करिबा। नियमटी कोन थिला ना जदि कोन स्थान रे माइनस थिबो आमे सेही संख्यार गुणात्मक विलोमी व्यवहार करिकी ताको आमे प्लस कर देबा ताहले जगह रे तीनोटी पद पाइबा। प्रथम पदटी हेउची 7 द्वितीय पदटी हेउची 9 और तृतीय पदटी हेउची -5 बहुत बढ़िया। एई परिप्रकाशटी को मध्य सेही भाबरे आमे पद गुडी को बाहर करि परिबा -2 +4 -6 एटा तो मध्य आमे जानि परिबा। तापर पंचम नंबर प्रश्न अछि एही जगह रे गुणन रे व्यवहार हैला गुणन रे 5 गुणन 6 प्लस 3 अछि ताहले एठी आमे केतेटा पद पाइले हां सेटा को तुमे दुईटी पद बोली तुम खाता रे लिखि आनी देखैबो। प्रथम पदटी कोन लिखिबो ना 5 गुणन 6 और द्वितीय पदटी लिखिबो 3 बहुत बढ़िया। एबे षष्ठ नंबर प्रश्न रे अछि एठी मध्ये गुणन रे व्यवहार हेची ताहले एठी केतोटी पद अछि ना प्रथम पदटी होउची 6 और द्वितीय पदटी होउची 5 गुणन 6 बुझी पारला तो। अच्छा एबे हम एही पर्यायर अंतिम प्रश्न को जिबा। सप्तम प्रश्न रे अछि 7 गुणन 5 प्लस 3 प्लस 5 गुणन 3 माने एई जगह रे मु तुमको दुईटी गुणन देइची ताहले परिप्रकाश रे केतोटी पद अछि एबे निर्णय करिबा। ताहले प्रथम रे जेहेतु गुणन अछि 7 गुणन 5 गोटिए पद द्वितीयटी अछि 3 एहा अन्य एक पद और तृतीय रे अछि 5 गुणन 3 एहा होची हमर तृतीय पद। ताहले एइटा को तुमे खाता रे लिखिबो आ गुरुजी गुरुमा को देखैबो। एतिकी रे तुम प्रश्न सरीनी तुम पे आ गुटे सारणी रखिची आस ताहले से सारणीटी को देखिबा और पद समूह को निर्णय करिबा। एई भले सारणी तो तुमे आगरु दुई दुईटी करि सरिचो एबे तुमको असुविधा हेबो नाही ताहले आस एई सारणीटी को देखिबा। एई सारणी रे प्रथम परिप्रकाशटी अछि -3 गुणन 2 प्लस 5 ताहले याकु समष्टि रूपे प्रकाश कले कोन हबो मु एबे तुम संगे आलोचना करिबी तुमे एहा को खाता लिखि आनिबो ओ तुम गुरुजी गुरुमा को देखैबो। ताहले प्रथम परिप्रकाशटी हबो -3 प्लस -3 गुणन 2 जोटा कि द्वितीय पद रहिबो और तृतीय पद रहिबो +5 सेही परि द्वितीय परिप्रकाश अछि +5 प्लस 7 गुणन 2 प्लस 1 ताहले एठी मध्य तीनोटी पद अछि ताकू समष्टि आकार लिखिला बेले प्रथम पद रहिबो +5 तापर द्वितीय पद रहिबो +7 गुणन 2 और तृतीय पद रहिबो +1। एबे तृतीय परिप्रकाश को जिबा प्रथम पद रहिबो +7 द्वितीय पद रहिबो -7 गुणन 1 सेठी न रखिकी आमे से जगह रे कोन करिबा आमे से जगह रे प्लस माइनस बंधनी मध्य रे -7 गुणन 1 को रखिबा +3 करिबा ताहले आमे से जगह रे तीनोटी पद पाइले गोटे होची +7 द्वितीयटी होची -7 गुणन 1 और तृतीय पदटी होची +3। एबे तुमे जानि परलो तो एटा को तुमे खाता रे करिवो और तुम गुरुजी गुरुमा को आनी संशोधन पई देखैबो।
आशा करुछि एई भिडियोरु तुमे परिप्रकाशर पद संपर्क अनेक तथ्य पाइथिबो, प्रायतः संपूर्ण धारणा पाइछ। खुशी रे शिखिबा समस्तंकर अधिकार। नमस्कार।